ଲାଟ୍ରିନ୍‌ରେ ପଡ଼ିଗଲା ଛୁଆଟା କହିଲେ। ସିରିୟସ୍ ଟିକେ ଅଛି କହିଲେ। ଗୋଡ଼ ଯାଇଛି ଟିକେ ମାନେ ମଚକି ଯାଇଛି ଆଉ ପୁରା ସିରିୟସ୍‌ଲି ଅଛି କହିଲେ ମୋତେ। 4ଟା ମୋର ତ ବାଜିଗଲା ସେମାନେ କହୁଛନ୍ତି ତାପରେ 12ଟା ପାଖାପାଖିରେ ଲୋକ ଛୁଆଟା ନାହିଁ। ସାର୍ କହିଲେ ମୋତେ ଏଇ ଛୁଆଟାକୁ ଝାଡ଼ା ହେଇଯାଇଥିଲା ପୁରା ସରମ ଝାଳ ହେଇଯାଇଥିଲା ଆଉ କିଛି କହିନଥିଲା ବେଳକୁ ଆଡ଼ମିସନ୍ କରିଦେଇଛୁ ଆଉ କହିଲେ। ତାପରେ ଘରକୁ ଆସିକରି ଦେଖିଲି ଯେ ମୁଁ ଏଇ 11 ଦାଗ ହେଇଛି ଆଉ ଦୌଡ଼ି ଦାଗ ହେଇଛି ଆଉ ମରେଇ ଯାଇଥିବେ ବୋଧେ ମୋତେ ସେମିତିଆ ତ ଫୁଲ୍ ଡାଉଟ୍ ମୋର। ଆଜ୍ଞା ବାଥରୁମ୍ରେ ପଡ଼ିଲେ କ'ଣ ଛୁଆଟା କ'ଣ ଗୋଡ଼ ହାତ ଖଣ୍ଡିଆ ଖାବରା ହେବ ମରି ତ ଯିବନି ସାର୍। ତ ସାର୍ ଆମକୁ ଯଦି କାଶ ହେଲା କି ଥଣ୍ଡା ହେଲା କି ଜ୍ୱର ହେଲା ଯାହାହେଲେ ସେଇ ମାଇନର ଜିନିଷ ସାର୍ ଆପଣ ତ କମ୍ ସେ କମ୍ ବାପା ମାଆକୁ ଜଣାଇବା ଦରକାର ନା ନାହିଁ। ସେମାନେ କିଛି କହିନାହାନ୍ତି ଡାଇରେକ୍ଟ ଆମକୁ ଫୋନ୍ କଲେ ଯଦି ଆମେ ଗଲୁ ଛୁଆ ଡେଥ୍ ମାନେ ଏଇଟା କ'ଣ ଆଜ୍ଞା ସେଇଟା ଆମକୁ ଟିକେ ଦୁଃଖ ଲାଗୁଛି। ଆଉ ଯଦି ଝାଡ଼ା ବି ହେଲା ମୁଁ ମାନୁଛେ ଝାଡ଼ା ବି ହେଲା ତା ଗୋଡ଼ ଭାଙ୍ଗିବ ମୁଣ୍ଡ ଫାଟିବ ତ ସେଇଟା ଯଦି ନ ହେଇକି କାହିଁକି ତାହେଲେ ବେକରେ ଚିହ୍ନ କେମିତି ରହିବ? ଆଜ୍ଞା ମୋତେ ତ କହିଲେ ସାର୍ ଏଇ ଭୁବନେଶ୍ୱରରୁ ଏଇ ଲାଟ୍ରିନ୍‌ରେ ପଡ଼ିଗଲା ଛୁଆଟା କହିଲେ। ସିରିୟସ୍ ଟିକେ ଅଛି କହିଲେ। ଗୋଡ଼ ଯାଇଛି ଟିକେ ମାନେ ମଚକି ଯାଇଛି ଆଉ ପୁରା ସିରିୟସ୍‌ଲି ଅଛି କହିଲେ ମୋତେ। ମୋତେ ସେଇ 9ଟା 9:30 ପାଖାପାଖିରେ ଫୋନ୍ କଲେ ତ ମୁଁ ସେଇ 10ଟା ସୁଦ୍ଧା ମୁଁ ମୋର ବାହାରିକିରି ପଳେଇଲି ଆଉ। ତ ସେଠି ଗଲାବେଳକୁ 4ଟା ମୋର ତ ବାଜିଗଲା ସେମାନେ କହୁଛନ୍ତି ତାପରେ 12ଟା ପାଖାପାଖିରେ ଲୋକ ଛୁଆଟା ନାହିଁ କହିଲେ। ସେଇଟା ତାପରେ ମୁଁ ବେକ ଏତେ ଦେଖିନଥିଲି କହିଲେ ମୋତେ ଝାଡ଼ା ଫାଡ଼ା ସାର୍ କହିଲେ ମୋତେ ଏଇ ଛୁଆଟାକୁ ଝାଡ଼ା ହେଇଯାଇଥିଲା ପୁରା ସରମ ଝାଳ ହେଇଯାଇଥିଲା ଆଉ କିଛି କହିନଥିଲା ବେଳକୁ ଆଡ଼ମିସନ୍ କରିଦେଇଛୁ ଆଉ କହିଲେ। ଦେଖିଲା ବେଳକୁ ମୁଁ ସିଗ୍ନେଚର୍ ମୋତେ ମରା କରିଦେଇଛନ୍ତି। ସିଗ୍ନେଚର୍ ମରା କରିଦେଲେ ତାପରେ ଏଇ ନେଇଯାଅ ବୋଲି କହିଲେ ସବୁ ସେମାନେ ହିଁ ଗାଡ଼ି ଫାଡ଼ି ଦେଇଛନ୍ତି ଯେ ତାପରେ ମରି ସାରିଥିଲା ସେଇ 12ଟା ପାଖାପାଖିରେ। ଆପଣ ପଚାରିଲେନି ମୋ ପୁଅ କେମିତି ମଲା ବୋଲି? ତାପରେ ଘରକୁ ଆସିକରି ଦେଖିଲି ଯେ ମୁଁ ଏଇ 11 ଦାଗ ହେଇଛି ଆଉ ଦୌଡ଼ି ଦାଗ ହେଇଛି ଆଉ ମରେଇ ଯାଇଥିବେ ବୋଧେ ମୋତେ ସେମିତିଆ ତ ଫୁଲ୍ ଡାଉଟ୍ ମୋତେ। ବେକରେ ଆଜ୍ଞା ଦୌଡ଼ି ଦାଗ ଲାଗିଥିଲା। ଆଚ୍ଛା ବେକରେ ଦୌଡ଼ି ଦାଗ ଲାଗିଥିଲା। ସାର୍ ଆପଣ କ'ଣ ଦେଖିଲେ? ଆଜ୍ଞା କ'ଣ କହିଥିଲା? ଭାଇ କହିଲେ କ'ଣ କି ଆଉ ବଡ଼ ଛୁଆର ତୋର ବେକରେ ଦୌଡ଼ା ଦାଗ ଲାଗିଥିଲା ଆଉ ହାତରେ ବି ସେମିତି କ'ଣ ହେଇଥିଲା କହିଲେ। ଆଜ୍ଞା ବାଥରୁମ୍ରେ ପଡ଼ିଲେ କ'ଣ ଛୁଆଟା କ'ଣ ଗୋଡ଼ ହାତ ଖଣ୍ଡିଆ ଖାବରା ହେବ ମରି ତ ଯିବନି ସାର୍। ଆଚ୍ଛା ଆପଣ ଯୋଉ ଦେଖିଲେ ଆପଣ କ'ଣ ଦେଖିଲେ ମାନେ ପୁଅକୁ କ'ଣ କେମିତି ଇଏ କରାହେଇଛି? ମାନେ ମୁଁ ଭାବିଲି କ'ଣ କି ଆଜ୍ଞା ବେକରେ କେମିତି ଆଜ୍ଞା ପଡ଼ିବ ଗୋଟେ ଲୋକଟା ତ ଏଞ୍ଜର୍ଡ ହେବ ଗୋଡ଼ ହାତ କି କ'ଣ ଖଣ୍ଡିଆ ହେବ ବେକରେ ତ ଦାଗ ସେମିତି ସାର୍ ହେବନି। ଆପଣଙ୍କ ପିଲା କୋଉଠି ପାଠ ପଢୁଥିଲା? ଆଜ୍ଞା ଭୁବନେଶ୍ୱରରେ। ଭୁବନେଶ୍ୱରରେ କୋଉଠି? କିଡ୍ସରେ ଆଜ୍ଞା। କିସ୍‌ରେ? ଆଜ୍ଞା। ଆଚ୍ଛା କିସ୍‌ରେ ଆଗରୁ ବି ଲୋକ ମରୁଥିଲେ ଆଗରୁ ବି ଝିଅମାନେ ମରନ୍ତି ଆଗରୁ ପୁଅମାନେ ମରନ୍ତି ଆପଣ ଜାଣିଛନ୍ତି? ନା ସାର୍ ମୁଁ ଆଗରୁ ଜାଣିନଥିଲି କିନ୍ତୁ ଏବେ ଜାଣୁଛୁ। ଆଜ୍ଞା ଆଗରୁ ମୁଁ ଜାଣିନି ଆଜ୍ଞା କିନ୍ତୁ ଏବେ ଆମେ ଦେଖି ସାରିଲା ପରେ ଆମେ ନିଜ ଛୁଆ ଆଜ୍ଞା ଏମିତି ହେଲା ପରେ ଜାଣୁଛୁ ଆଜ୍ଞା ଆଉ। ଆଚ୍ଛା ଆପଣଙ୍କ ପିଲାର କ'ଣ ହେଇଥିଲା ବୋଲି ସେ କହିଲେ? ସେ କହିଲେ କି ସାର୍ ଆଉ ବାଥରୁମ୍ରେ ପଡ଼ିଗଲା ବୋଲି କହିଲେ। ବାଥରୁମ୍‌ରେ ପଡ଼ିଗଲା? ଆଜ୍ଞା। ଆପଣଙ୍କ ପିଲା କିଟ୍‌ରେ ପାଠ ପଢୁଥିଲା? ଆଜ୍ଞା। ଆଚ୍ଛା ସେ ଯୋଉ ବାଥରୁମ୍‌ରେ ପଡ଼ିଗଲା ଆପଣ କେମିତି ଜାଣିଲେ ସନ୍ଦେହ କେମିତି ହେଲା ଯେ? ସେଠୁ ଆଜ୍ଞା ଫୋନ୍ କଲେ ଯେ ଆପଣଙ୍କ ଛୁଆ ଏମିତି ସେମିତି ବାଥରୁମ୍ରେ ପଡ଼ିଗଲେ ଆଉ ଏଞ୍ଜର୍ଡ ଅଛନ୍ତି ଆପଣ ଟିକେ ଆସନ୍ତୁ କହିଲେ। ଯଦି ଆମେ ଗଲୁ ସାର୍ ତାପରେ ଗଲା ପରେ ମାନେ ପୁରା ଛୁଆଟା ଡେଥ୍ ଅଛି ଆଉ ଆଜ୍ଞା ମେଡ଼ିକାଲରେ। ଛୁଆଟା ପଡ଼ିଥିଲା ଛୁଆକୁ କୋଉଠୁ ଆପଣ ରିସିଭ୍ କଲେ? ଆଜ୍ଞା ଏଇ ଭୁବନେଶ୍ୱରରୁ ଆଜ୍ଞା। ଭୁବନେଶ୍ୱର କିଟ୍‌ରୁ ରିସିଭ୍ କଲେ? ନା ଆଜ୍ଞା ଇଏ ସ୍କିମ୍ ଏଇ ମେଡ଼ିକାଲ। ଆଚ୍ଛା ଆଚ୍ଛା କିମ୍ସ ମେଡ଼ିକାଲରେ କ'ଣ କହିଲେ ଆପଣଙ୍କୁ? ଆଜ୍ଞା କହିଲେ ଝାଡ଼ା ଫାଡ଼ା ହେଇଥିଲା ସରମ ଝାଡ଼ା ହେଇଥିଲା ପଡ଼ିଗଲା ତାପରେ ମେଡ଼ିକାଲକୁ ଆଣିନୁ ଆଡ଼ମିସନ୍ ଫାଡ଼ମିସନ୍ କରିନୁ ତାପରେ ହାର୍ଟ ଚାଲିଲା ନାହିଁ କହିଲେ ମୋତେ। ମୁଁ କହିଲି ହାର୍ଟ କ'ଣ ଚାଲିଲା ଛୁଆ ଲୋକ ତ ମୁଁ ତ ଆଗରୁ କୋଉଠି ମୁଁ ଆଡ଼ମିସନ୍ ସେମିତି ହେଇନଥିଲା। ଆଗରୁ ସାର୍ ସେମିତି ଛୁଆର କିଛି ନଥିଲା।
ତାର ମାନେ ଜ୍ୱର କି ଅସ୍କ ସେମିତି କିଛି ରୋଗ ବେମାର ଛୁଆର ନାହିଁ ଆମର ଏଠି। ଆଉ କିନ୍ତୁ ସେଇଠି କେମିତି ହେଲା ଯଦି ହେଲା ତ ସାର୍ ଆମକୁ ଯଦି କାଶ ହେଲା କି ଥଣ୍ଡା ହେଲା କି ଜ୍ୱର ହେଲା ଯାହାହେଲେ ସେଇ ମାଇନର ଜିନିଷ ଗୁରା ସାର୍ ଆପଣ ତ କମ୍ ସେ କମ୍ ବାପା ମାଆକୁ ଜଣେଇବା ଦରକାର ନା ନାହିଁ। ସେମାନେ କିଛି କହିନାହାନ୍ତି, ଡାଇରେକ୍ଟ ଆମକୁ ଫୋନ୍ କଲେ ଯଦି ଆମେ ଗନୁ ଛୁଆ ଡେଥ୍ ମାନେ ଏଇଟା କ'ଣ ଆଜ୍ଞା, ସେଇଟା ଆମକୁ ଟିକେ ଦୁଃଖ ଲାଗୁଛି। ଆଚ୍ଛା ଆଚ୍ଛା ଆପଣ ପିଲାକୁ ସେଠି କେତେ ଦିନ ହେଲାଣି ଆପଣ ପିଲା ପାଠ ପଢିଲାଣି? ପାଠ ସାର୍ ହେଇଗଲାନି ତୃତୀୟ ଆଜ୍ଞା ତୃତୀୟରୁ ଛାଡ଼ିଥିଲି ନବମ କ୍ଲାସ୍ ନବମ କ୍ଲାସ୍ ପଢ଼ିଲାନି। ତୃତୀୟରୁ ଛାଡ଼ିଥିଲେ? ତୃତୀୟରୁ ଛାଡ଼ିଥିଲି ନବମ କ୍ଲାସ୍ ପଢ଼ୁଥିଲା। ଆଚ୍ଛା ଆପଣ କେମିତି କଣ ମାନେ ପୁଅର ସେଠି କଣ୍ଟାକ୍ଟ କଲେ କେମିତି କଣ ଛାଡ଼ିଲେ? ଆଜ୍ଞା ଆମ ଗାଁର ସବୁ ଛାଡ଼ିଛନ୍ତି ଛୁଆ ସେଠି। ଆଚ୍ଛା ଆଚ୍ଛା ଆଜ୍ଞା ଆପଣ ସେଠି ଛାଡ଼ିଲେ? ଆଜ୍ଞା ଆମର ବହୁତ ଜଣ ଛାଡ଼ିଥିଲେ ଆଜ୍ଞା। ପିଲାଟା କେମିତି ମରିଛି ବୋଲି ଆପଣ ଭାବୁଛନ୍ତି? ମତେ ସାର୍ ଇଏ ଜଣା ବେକରେ ଆଜ୍ଞା ପଡୁଛି। ଦାଗ ଅଛି, ସେଇଟା ମୋତେ ଟିକେ ଡାଉଟ୍ ଲାଗୁଛି ସାର୍। ବେକରେ ଦାଗ ଏଟା ଅଛି? ମାରି ଦେଇଛନ୍ତି ଏମିତି ଲାଗୁଛି ଆଜ୍ଞା। ମାରି ଦେଇଥିବେ ମତେ ମାରି ଯାହା ଦେଇଛନ୍ତି, ଦାଗଟା କେମିତି ବେକରେ କେମିତି ଦାଗ ରହିବ ସାର୍? ତାପରେ କୁହନ୍ତୁ ଏଠି ଆପଣ। ନଖ ଚିହ୍ନ ଅଛି, ଏଇ ପାଖରେ। ନଖ ଚିହ୍ନ ଏଠି ବି ନଖ ଚିହ୍ନ ଅଛି, ଏଠି ଦାଗ ଅଛି, ଏଠି ଦାଗ ଅଛି। ମୁଁ କହୁଛି ଦିଦି ଆପଣ ଯୋଉ ପିଲାର କେମିତି କଣ କଣ ଏମିତି ହଠାତ୍ ଆପଣ ଖବର ପାଇଲେ କଣ କେମିତି ହେଲା? ଆରେ ହଠାତ୍ ତ ସେ ପୁଅ ଗଲା, ତାକୁ ଆଗରୁ ସେ ଫୋନ୍ ଫାନରେ କଥାବାର୍ତ୍ତା ହେଇଥିଲେ ତା ମା ସହିତ 500 ଟଙ୍କା ପଠେଇବ ଆଉ ମୋ ଡ୍ରେସ୍ ପଠେଇବ, ମୋର ହାପେ ବାଡେ ଅଛି, ତା ସହିତ କଥା ହେଇଥିଲେ। ଦେଖିଲା ବେଳେ କାଲିର ଘଟଣା ଘଟିଲା ଯେ ଆଉ ଫୋନ୍ ଫାନ୍ କଲେ, ତାପରେ ତୁମ ପୁଅର ଝାଡ଼ା ହଉଛି। ହଠାତ୍ କ'ଣ ଝାଡ଼ା ହେଇକି ଏମିତି ହୁଏ କି? ଆଉ ଯଦି ଝାଡ଼ା ବି ହେଲା, ମୁଁ ମାନୁଛେ ଝାଡ଼ା ବି ହେଲା ତା ଗୋଡ଼ ଭାଙ୍ଗିବ, ମୁଣ୍ଡ ଫାଟିବ, ତ ସେଇଟା ଯଦି ନ ହେଇକି କାହିଁକି ତାହେଲେ ବେକରେ ଚିହ୍ନ କେମିତି ରହିବ? ଆପଣ ସେଇଟା କୁହନ୍ତୁ। ଆଚ୍ଛା ଆଚ୍ଛା ହୁଁ? ମାନେ କଣ ଆପଣ କଣ ସନ୍ଦେହ ହଉଛି? ଆମ ସନ୍ଦେହରେ ତାକୁ ମାରିଛନ୍ତି, ତାକୁ ମାରିଛନ୍ତି। ଆମକୁ ନ୍ୟାୟ ଦରକାର, ଆମକୁ ମାରିଛନ୍ତି ସେଇ ଛୁଆଟାକୁ। ମାନେ ଏଇଠି ମାନେ ପୁରା ଏଇଠି ଇଏ ହେଇଛି ନା, ପୁରା ଏମିତି ହେଇଛି, ଏତେ ମୁଟାରେ ହେଇଛି, ଏପଟେ ପତଳା ହେଇଛି, ଏଠି ନଖ ଚିହ୍ନ ଏଠି ଅଛି। ମୁଁ କାଲି ଆମେ ସିନା ଆସିଲା ପରେ 12:30 ପରେ ତାକୁ ଲାଷ୍ଟକୁ ଆଣିଲେ, ମୁଁ ଖୋଲିଲି, ତାପରେ ମୁଁ ଦେଖିଲି, ସେତେବେଳେ ଯାଇ ଜାଣିଛି ତା ବାପ ବି ସିଏ ଜାଣିନି।